ଶ୍ରୀକୃଷ୍ଣଙ୍କ ମୃତ୍ୟୁର ରହସ୍ୟ। କେବେ ଭାବିଛନ୍ତି କି ଯିଏ ସମଗ୍ର ବ୍ରହ୍ମାଣ୍ଡକୁ ଚାଳନା କରନ୍ତି ସେ ଭଗବାନଙ୍କର ମୃତ୍ୟୁ କେମିତି ହୋଇପାରେ? ଶକ୍ତିର ଅବତାର, ଧର୍ମର ରକ୍ଷକ, ମହାଭାରତର ନାୟକ ଶ୍ରୀକୃଷ୍ଣ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ତାଙ୍କର ଶେଷ ହେଲା ଯୁଦ୍ଧରେ ନୁହେଁ ନା ଦାନବଙ୍କ ହାତରେ, ବରଂ ଜଣେ ସାଧାରଣ ଶିକାରୀର ତୀରରେ। ଆଜି ଆମେ ଜାଣିବା ଶ୍ରୀକୃଷ୍ଣଙ୍କ ମୃତ୍ୟୁର ସେହି ରହସ୍ୟ, ଯାହା ପଛରେ ଲୁଚି ରହିଥିଲା ଭାଗ୍ୟ, ଅଭିଶାପ ଓ କର୍ମର ଗଭୀର ସତ୍ୟ। କୁରୁକ୍ଷେତ୍ର ଯୁଦ୍ଧ ଶେଷ ହୋଇଥିଲା, ଧର୍ମ ଜିତିଥିଲା, କିନ୍ତୁ ପୃଥିବୀ ହାରିଥିଲା ଲକ୍ଷ ଲକ୍ଷ ପ୍ରାଣ। ହସ୍ତିନାପୁର ଶାନ୍ତ ଥିଲା, କିନ୍ତୁ ଏକ ମାଆର ହୃଦୟ ଅଗ୍ନିରେ ଜଳୁଥିଲା। ସେ ଥିଲେ ଗାନ୍ଧାରୀ। ନିଜ 100 ପୁଅଙ୍କ ମୃତଦେହ ଦେଖି ସେ ଶ୍ରୀକୃଷ୍ଣଙ୍କୁ କହିଲେ, ତୁମେ ଚାହିଁଲେ ଯୁଦ୍ଧ ବନ୍ଦ କରିପାରିଥାନ୍ତ, କିନ୍ତୁ କଲ ନାହିଁ। ତେଣୁ ମୋର ଅଭିଶାପ, ତୁମର ଯାଦବ ବଂଶ ମଧ୍ୟ ନଷ୍ଟ ହେବ। ସବୁ ଲୋକ ଭୟଭୀତ ହେଲେ, କିନ୍ତୁ କୃଷ୍ଣ ମାତ୍ର ହସିଲେ, କାରଣ ସେ ଜାଣୁଥିଲେ ସମୟର ନିଷ୍ପତ୍ତି କେହି ବି ବଦଳାଇ ପାରେ ନାହିଁ। କେତେ ବର୍ଷ ପରେ ଦ୍ୱାରକା ନଗରୀ ଧନ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇଥିଲା, କିନ୍ତୁ ଧୀରେ ଧୀରେ ଯାଦବମାନଙ୍କ ମନରେ ଅହଙ୍କାର ଜନ୍ମ ନେଲା। ଏକ ଦିନ ସମୁଦ୍ର କୂଳରେ ଉତ୍ସବ ହେଉଥିଲା। ମଦ୍ୟପାନ, ହସ, ମଜା। ହଠାତ୍ ଛୋଟ କଥାରୁ ବାଦବିବାଦ ଆରମ୍ଭ ହେଲା। ବାଦବିବାଦ ଯୁଦ୍ଧରେ ପରିଣତ ହେଲା। ଘାସ ଲୌହର ଅସ୍ତ୍ର ଭଳି କଠୋର ହୋଇଗଲା। ଋଷିଙ୍କ ଶାପ ସତ୍ୟ ହେଲା। ଭାଇ ଭାଇକୁ ମାରିଲା, ପୁଅ ପିତାକୁ ଛାଡ଼ିଲା ନାହିଁ। କେବଳ କିଛି ଘଣ୍ଟାରେ ଶକ୍ତିଶାଳୀ ଯାଦବ ବଂଶ ଶେଷ ହୋଇଗଲା। ଦୂରରୁ କୃଷ୍ଣ ସବୁ ଦେଖୁଥିଲେ, ନୀରବ, ଶାନ୍ତ, ଯେପରି ସବୁ ପୂର୍ବରୁ ଲେଖାଥିଲା। ସବୁକିଛି ଶେଷ ହେବା ପରେ କୃଷ୍ଣ ଏକାକୀ ଜଙ୍ଗଲକୁ ଚାଲିଗଲେ। ସୂର୍ଯ୍ୟ ଅସ୍ତ ହେଉଥିଲା, ଆକାଶ ଲାଲ ରଙ୍ଗରେ ରଙ୍ଗାଯାଉଥିଲା। ସେ ଗଛ ତଳେ ବସି ଧ୍ୟାନରେ ଲୀନ ହେଲେ। ପୃଥିବୀ ମୋହରେ ତାକୁ ବିଦାୟ ଦେଉଥିଲା। ସେହି ସମୟରେ ଜରା ନାମକ ଜଣେ ଶିକାରୀ ଜଙ୍ଗଲରେ ଶିକାର ଖୋଜୁଥିଲା। ଦୂରରୁ ସେ ଶ୍ରୀକୃଷ୍ଣଙ୍କ ପାଦକୁ ହରିଣର ଆଖି ଭାବିଲା ଏବଂ ତାର ତୀର ଛାଡ଼ିଦେଲା। ଶିକାରୀ ନିକଟକୁ ଆସି ଦେଖିଲା ଯେ ସେ ପଶୁ ନୁହେଁ, ସେ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ। ସେ କମ୍ପିତ ହୋଇ ପାଦରେ ପଡ଼ି କାନ୍ଦିଲା, ପ୍ରଭୁ, ମୋତେ କ୍ଷମା କରନ୍ତୁ। କୃଷ୍ଣ ମୃଦୁ ହସ ହସି କହିଲେ, ଭୟ କରନି, ଏହା ତୁମର ଦୋଷ ନୁହେଁ। ସେ କହିଲେ, ତ୍ରେତା ଯୁଗରେ ମୁଁ ରାମ ରୂପରେ ବାଳୀଙ୍କୁ ଲୁଚି ମାରିଥିଲି। ଆଜି ସେହି କର୍ମର ଫଳ ସମାପ୍ତ ହେଲା। ଶିକାରୀ କାନ୍ଦୁଥିଲା, କିନ୍ତୁ କୃଷ୍ଣଙ୍କ ମୁହଁରେ ଥିଲା ଶାନ୍ତି। ଧୀରେ ଧୀରେ କୃଷ୍ଣ ଆଖି ବନ୍ଦ କଲେ। ଆକାଶ ଦିବ୍ୟ ଆଲୋକରେ ଭରିଗଲା। ଦେବତାମାନେ ମୋହନେ ସ୍ୱର୍ଗ କରୁଥିଲେ। ସେହି ମର୍ତ୍ତ୍ୟରେ ଦ୍ୱାପର ଯୁଗ ଶେଷ ହେଲା, କଳିଯୁଗର ଆରମ୍ଭ ହେଲା। କିନ୍ତୁ ପ୍ରଶ୍ନ ଆଜି ମଧ୍ୟ ରହିଗଲା, ଭଗବାନ ସତ୍ୟରେ ମରନ୍ତି କି? ନା, ସେ କେବଳ ତାଙ୍କର ଲୀଳା ଶେଷ କରନ୍ତି। ଆଜି ମଧ୍ୟ ଯେତେବେଳେ ବଂଶୀର ସୁର ପବନରେ ଭାସେ, ଭକ୍ତମାନେ କୁହନ୍ତି, କୃଷ୍ଣ କେଉଁଠି ଯାଇନାହାନ୍ତି, ସେ ଆମ ହୃଦୟରେ ଅଛନ୍ତି।